ନିର୍ବାଚନ ଆଚରଣ ବିଧି ଉଲ୍ଲଂଘନ ଅଭିଯୋଗ। ବସ୍ତା ବିଜେପି ଯୁବମୋର୍ଚ୍ଚା ତରଫରୁ ଯୁବମୋର୍ଚ୍ଚା ସଭାପତି ଧୀରେନ କୁମାର ସେଠୀଙ୍କ ନେତୃତ୍ୱରେ ନିର୍ବାଚନ ଅଧିକାରୀ ଭାରତ ସରକାରଙ୍କୁ ସରକାରୀ ଦଳର ନିର୍ବାଚନ ଆଚରଣ ବିଧି ଉଲ୍ଲଂଘନ ବାବଦରେ ବସ୍ତା ତହସିଲଦାରଙ୍କ ଜରିଆରେ ବୁଧବାର ଏକ ଦାବିପତ୍ର ପ୍ରଦାନ କରାଯାଇଛି। ଦଳର ବରିଷ୍ଠ ନେତା ଶ୍ୟାମା ପ୍ରସାଦ ବେହେରା, ଅଜୟ କୁମାର ସାହୁ, ସୂର୍ଯ୍ୟନାରାୟଣ ସାହୁ, ଦରଡ଼ା ମଣ୍ଡଳ ସଭାପତି ବସନ୍ତ ବାରିକ ତଥା ପ୍ରକାଶ କୁମାର କୁଣ୍ଡୁ, ରମେଶ ରାଉଳ, ନିହାର ରଞ୍ଜନ ବେହେରା, ଅଜୟ ଜେନା, ଉତ୍ତମ ଜେନା, ଶରଦ ବାରିକ, ସରୋଜ ଗିରି, ଦିଲ୍ଲୀପ ପଣ୍ଡା, ଜ୍ୟୋତିପଦ ଘୋଷ, ଦୀନକୃଷ୍ଣ ବେହେରା, ହରିହର ପରିଡ଼ା ପ୍ରମୁଖ ଅନେକ କାର୍ଯ୍ୟକର୍ତ୍ତା ଉପସ୍ଥିତ ରହି ତହସିଲଦାରଙ୍କ ରାଧାରଞ୍ଜନ ଦାସଙ୍କ ସହ ଆଲୋଚନା କରିଥିଲେ। ଚଳିତ ସାଧାରଣ ନିର୍ବାଚନରେ ଓଡ଼ିଶା ସରକାରଙ୍କ ତରଫରୁ ନିର୍ବାଚନ କମିଶନଙ୍କ ଦ୍ୱାରା ସରକାରୀ ଦଳ ତରଫରୁ ନିର୍ଦ୍ଧାରିତ ଆଚରଣ ବିଧି ଉଲ୍ଲଂଘନ କରାଯାଉଅଛି। ଯଥା ବସ୍ତା ବାଲିଆପାଳ ବ୍ଲକର ବିଭିନ୍ନ ବସ୍ ଷ୍ଟପ୍ରେ ଲାଗିଥିବା ସରକାରୀ ଫଳକର ଶଙ୍ଖ ଚିହ୍ନକୁ ତୁରନ୍ତ ହଟାଯାଉ। ବିଭିନ୍ନ ପଞ୍ଚାୟତ ବ୍ଲକ ଦ୍ୱାରା ଲଗାଯାଇଥିବା ଆମ ଓଡ଼ିଶା ନବୀନ ଓଡ଼ିଶା ଶଙ୍ଖ ଚିହ୍ନକୁ ତୁରନ୍ତ ହଟାଯାଉ। ରାସ୍ତା କଡ଼ରେ ସରକାରୀ ସ୍ଥାନରେ ଥିବା ଶଙ୍ଖ ଚିହ୍ନ ଓ ପ୍ରାର୍ଥୀମାନଙ୍କ ବିଜ୍ଞାପନକୁ ହଟାଯାଉ। ଲକ୍ଷ୍ମୀ ବସ୍ରୁ ଦଳୀୟ ଶଙ୍ଖ ଚିହ୍ନକୁ ହଟାଯାଉ। ଏହା ତୁରନ୍ତ ସମାଧାନ ନହେଲେ ବିଜେପି ଯୁବମୋର୍ଚ୍ଚା ତରଫରୁ ବ୍ୟାପକ ଜନ ଆନ୍ଦୋଳନ କରାଯିବ। ଏଥିପାଇଁ ସରକାର ଦାୟୀ ରହିବେ ବୋଲି ଚେତାବନୀ ଦିଆଯାଇଛି। ବସ୍ତାରୁ ଶିରିଷ ମହାନ୍ତିଙ୍କ ରିପୋର୍ଟ, ଜନତା ଏକ୍ସପ୍ରେସ୍।